ଭାରତର ପ୍ରତିଷ୍ଠିତ ଶିଳ୍ପପତି ରତନ ଟାଟା। ତାଙ୍କୁ କିଏ ବା ନ ଜାଣିଛି, ସାରା ବିଶ୍ୱ ଜାଣିଛି ରତନ ଟାଟାଙ୍କୁ। ସେ ବ୍ୟବସାୟ ପାଇଁ ଯେତିକି ପରିଚିତ, ସମାଜସେବା ପାଇଁ ସେତିକି ବିଖ୍ୟାତ ମଧ୍ୟ। ରତନ ଟାଟା ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଏମିତି କିଛି କାମ କରନ୍ତି ଯାହାକୁ ନେଇ ସାରା ବିଶ୍ୱରେ ବି ଚର୍ଚ୍ଚା ହୋଇଥାଏ। ରତନଙ୍କ କଥା ଉଠିଲେ ମନକୁ ଏକ ପ୍ରଶ୍ନ ଆସେ, ସେ ଏତେ ଟଙ୍କାର ମାଲିକ ହୋଇ ମଧ୍ୟ ତାଙ୍କର ପିଲାଛୁଆ କି ସ୍ତ୍ରୀ କେହି ନାହାନ୍ତି। ଏହାର କାରଣ କ'ଣ ହୋଇପାରେ? ବାହା ହେବା ପାଇଁ କ'ଣ ତାଙ୍କର ଇଚ୍ଛା ନଥିଲା, ନା ବାହାଘର ପାଇଁ କନିଆ ମିଳୁନଥିଲା? ଏହାର ଉତ୍ତର ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଆଉ କହିବେ ଏତେ ଟଙ୍କାର ମାଲିକ ହେବା ପରେ ବି ତାଙ୍କୁ କେଉଁ ଝିଅ ବାହା ହେବା ପାଇଁ କ'ଣ ପାଇଁ ମନା କରିଦେଲା ଏବଂ କାହିଁକି ମନା କଲା। କଥାରେ ଅଛି, ପ୍ରତି ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ। ହେଲେ ରତନ ଟାଟା ଏମିତି ଜଣେ ମହାନ ବ୍ୟକ୍ତି, ଯିଏକି ନିଜ ଉପରେ ଥିବା ଆତ୍ମବିଶ୍ୱାସ ଓ ସମାଜସେବା ପାଇଁ ଆଜି ସାରା ବିଶ୍ୱରେ ପ୍ରଶଂସା ସାଉଁଟିଛନ୍ତି। ସୂଚନା ଅନୁସାରେ ବାହାଘର ପାଇଁ ଥରେ କି ଦୁଇଥର ନୁହେଁ, ବରଂ ଚାରି ଥର ଆୟୋଜନ ପରେ ବି ସଫଳ ହୋଇନଥିଲା ବାହାଘର। ସତେ ଯେମିତି ରତନ ଟାଟାଙ୍କ ସହିତ ବାହାଘର ଲୁଚକାଳି ଖେଳ ଖେଳୁଥିଲା। ରତନ କୁହନ୍ତି, ସେ ଅନେକ ଝିଅଙ୍କ ସହିତ ବନ୍ଧୁତା କରିଥିଲେ, ହେଲେ କେହି ଜଣେ ତାଙ୍କୁ ସ୍ତ୍ରୀ ହେବା ପରି ଲାଗିନଥିଲେ। ଆଉ ଯାହାଙ୍କୁ ବି ବାହା ହେବା ପାଇଁ ଚାହିଁଥିଲେ, ତାଙ୍କ ସହ ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗିଥିଲା। ରତନ ଟାଟା କୁହନ୍ତି, ଲସ୍ ଆଞ୍ଜେଲସରେ ରହୁଥିବା ଜଣେ ଝିଅଙ୍କ ସହିତ ତାଙ୍କର ସର୍ବପ୍ରଥମେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମରୁ ଜୀବନସାଥୀ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା, କିନ୍ତୁ ଭାଗ୍ୟ ସାଥ ଦେଲାନି। ସେଇଥିପାଇଁ ବାହାଘର ହୋଇପାରିନଥିଲା। 1962ରେ ଚାଲିଥିବା ଚୀନ ଭାରତ ଯୁଦ୍ଧ ସମୟରେ ପୁଣି ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ସେ ଝିଅର ବାପା ମା ଚାହୁଁନଥିଲେ ରତନ ଟାଟା ବିଦେଶ ଯାଆନ୍ତୁ ବୋଲି। ସେତେବେଳେ ମଧ୍ୟ ପ୍ରାୟ ବାହାଘର ଯାଏ କଥାବାର୍ତ୍ତା ହୋଇସାରିଥିଲା, ହେଲେ ସେ ବିଦେଶ ଯିବା ପାଇଁ ସ୍ଥିର କରିବାରୁ ତାଙ୍କର ବାହାଘର ଭାଙ୍ଗିଗଲା। ବାସ୍, ବାରମ୍ବାର ବାହାଘରରେ ଅସଫଳ ହେବା ପରେ ସେ ଜୀବନରେ କେବେ ବି ବାହା ନ ହେବାକୁ ନିଷ୍ପତ୍ତି ନେଇଥିଲେ। 2020 ମସିହାରେ ସିମି ଗରୱାଲ ନାମକ ଜଣେ ମହିଳା ଟ୍ୱିଟରରେ ରତନଙ୍କ ସହ ପ୍ରଥମ ଭେଟର ଫଟୋ ସେୟାର କରିଥିଲେ ଏବଂ ଏକ ସାକ୍ଷାତକାରରେ କହିଥିଲେ, ରତନ ଜଣେ ଭଦ୍ର, ନମ୍ର, ଚତୁର ଏବଂ ଭଲ ମଣିଷ ଅଟନ୍ତି। ତାଙ୍କ ପାଇଁ ଟଙ୍କା ମୁଖ୍ୟ ନୁହେଁ। ସେ ଯେଉଁ ଜିନିଷ କରିବାକୁ ପସନ୍ଦ କରନ୍ତି ତାହା କରନ୍ତି। ବିଶେଷ କରି ତାଙ୍କର ନେତୃତ୍ୱ, ଯାହା ଟାଟା ମୋଟର୍ସକୁ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିବାରେ ସାହାଯ୍ୟ କରିଥିଲା। ହେଲେ ଜଣେ ସଫଳ ପୁରୁଷ ଯେ କେବେ ବିବାହ ନ କରି ଦେଶ ପାଇଁ ସବୁକିଛି ଉତ୍ସର୍ଗ କରିଦେବ, ତାହା ନିଶ୍ଚୟ ପ୍ରଶଂସାଯୋଗ୍ୟ। ତେବେ ରତନ ଟାଟା ବାହା ନ ହୋଇ କ'ଣ ଠିକ୍ କରିଛନ୍ତି? ଆପଣ କମେଣ୍ଟ କରି ନିଶ୍ଚୟ ଜଣାଇବେ। ତେବେ ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।